ଗଣିଆରେ 1973 ମସିହାରୁ ଚାଲି ଆସୁଥିବା ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଚଳିତ ବର୍ଷ ପ୍ରାର୍ଥୀ ଅନୁଯାୟୀ ରାମନବମୀଠାରୁ ଆରମ୍ଭ ହୋଇଥିଲା। ଏହି ଐତିହାସିକ ଯାତ୍ରାର ପ୍ରତ୍ୟେକ ସନ୍ଧ୍ୟାରେ ରାମଲୀଳାର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ମଞ୍ଚରେ ପରିବେଷଣ ହୋଇ ଆସୁଥିବା ବେଳେ ଗତକାଲି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଧ ବା ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେଉଛି। ଅନ୍ୟପଟେ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ 25 ଫୁଟ ଉଚ୍ଚ ବିଶିଷ୍ଟ କାଷ୍ଠ ନିର୍ମିତ ରାବଣ ମୂର୍ତ୍ତି। ଅନ୍ୟପକ୍ଷରେ ଦେଖିବାକୁ ମିଳେ ରାବଣ ବଧ ପାଇଁ ରାମଚନ୍ଦ୍ର ପ୍ରେରଣ କରୁଥିବା ବ୍ରହ୍ମାସ୍ତ୍ର ହେଉଛି ଏହାର ମୁଖ୍ୟ ଆକର୍ଷଣ। ଏହା ହେଉଛି ଭାରତବର୍ଷର ଅନନ୍ୟ ଘଟଣା। ଏଥିସହିତ ମାଉସୀ ମନ୍ଦିର ପଡ଼ିଆଠାରେ ବାଣକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଯୋଗିତାମୂଳକ ଆତସବାଜି ମଧ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ। ଲଙ୍କାପୋଡ଼ି ଯାତ୍ରାକୁ କିଭଳି ସରସ ସୁନ୍ଦର ଭାବେ ଶେଷ କରାଯିବ ସେଥିପାଇଁ ପୁଲିସ ପ୍ରଶାସନ ଏବଂ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସନ୍ଧ୍ୟା ସମୟରେ ମନ୍ଦିର ପ୍ରାଙ୍ଗଣରେ ଓମ୍ ଶ୍ରୀ ଦୃଷ୍ଟିହୀନ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ଓ ଯାତ୍ରା ପଡ଼ିଆରେ କଣ୍ଠଶିଳୀ ଲିପ୍ସା ମହାପାତ୍ର ଓ ଦଳ ଦ୍ୱାରା ମେଲୋଡ଼ି କାର୍ଯ୍ୟକ୍ରମ କରାଯାଇଥିଲା। ଯାତ୍ରାକୁ ଅଧିକ ସରସ କରିବାକୁ ମୀନା ବଜାର ଓ ବିଭିନ୍ନ ଦୋକାନ ଖୋଲାଯାଇଥିଲା। ହଜାର ହଜାର ଭକ୍ତଙ୍କର ସମାବେଶରେ ବିରାଟ ପଟୁଆରରେ ରାମ ରାବଣ ଯୁଦ୍ଧ ମନ୍ଦିରଠାରୁ ବାହାରିଥିଲା ଓ ଯାତ୍ରା ପଡ଼ିଆରେ ବ୍ରହ୍ମସର ଦ୍ୱାରା ରାବଣ ନିପାତ ହୋଇଥିଲା। ପୁଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗର ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା। ମୋ ନାଁ ହଉଛି ଆନନ୍ଦଚନ୍ଦ୍ର ବେହେରା, ଘର ହଉଛି ଗଣିଆ। ମୁଁ ଏଇ ଗଣିଆ ଆସିଛି ରଘୁନାଥ ମନ୍ଦିର ମୁଁ ଗଣିଆ ରାମଳାରେ ରାବଣ ଭୂମିକାରେ ଅଭିନୟ କରୁଛି। ଆଜକୁ 10 ବର୍ଷ ହେଲା ଏଇ ଅଭିନୟ କରୁଛି। ଗଣିଆ ରାମଳା କେବେଠୁ ଆରମ୍ଭ ହେଲାଣି? ରାମଳା 1973 ମସିହାରୁ ଆରମ୍ଭ ହୋଇଛି ଏବଂ ଏ ବର୍ଷ 52 ବର୍ଷରେ ପଦାର୍ପଣ କରିଛି। ଏଠି ରାବଣ ବୋଲି ଅଭିନୟ କରୁଛନ୍ତି। ରାବଣ ବୋଲିଟା ରଘୁନାଥଙ୍କର ଦ୍ରୋହୀ, ଆପଣ ସେ ରୋଲଟା କରିବା ପାଇଁ କାହିଁକି ଚିନ୍ତା କଲେ? ନାଇଁ, ପ୍ରକୃତରେ ରାବଣ ଅଭିନୟଟା ରଘୁନାଥଙ୍କର ଦ୍ରୋହୀ ନୁହଁ। ରାବଣ ହଉଛି ଭଗବାନଙ୍କର ପରମ ଭକ୍ତ। ଭଗବାନ ନିଜେ ଅବତାର ନେଇଛନ୍ତି ରାବଣ ପାଇଁ। ରାବଣକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କ ରାମ ଅବତାର। ତେଣୁ ପ୍ରଭୁଙ୍କ ସେବା କରିବା ପାଇଁ ଏଇ ଉଦ୍ଦେଶ୍ୟ ନେଇକି ନିଜେ ମୁକ୍ତି ପାଇବି ଏଇ ନରଜନ୍ମକୁ ସେଇପାଇଁ ଲୋକଙ୍କ ପାଇଁ କଣ ବାର୍ତ୍ତା ଅଛି? ଲୋକଙ୍କ ପାଇଁ ବାର୍ତ୍ତା ହଉଛି ଯେ ରାବଣ ଯେମିତି ଅହଙ୍କାରୀ ଥିଲା, ରାବଣ ଯେମିତି ତ୍ରିପୁର ବିଜୟୀ ଥିଲା, ସେମିତି ଏତେ ଧନ ଗର୍ବ ଏତେ ମୋହ ଜମା ଆବଶ୍ୟକ ନାହିଁ। କାରଣ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେଇ ଆବଶ୍ୟକତାକୁ ପୂରଣ କରୁଛି। ନହେଲେ ରାବଣ ଭଳି କ୍ଷତ୍ରି ଯେମିତି ଦିନେ ଲୋପ ପାଇଗଲା, ସେମିତି ଏ ମଣିଷ ଲୋପ ପାଇଗଲା। ଧନ୍ୟବାଦ। ଆପଣ ପରିଚୟଟା ଦିଅନ୍ତୁ ଆଉ କୁହନ୍ତୁ। ଆମ ପରିଚୟ ହେଲା, ମୋ ନାଁ ବିଜୟ କୁମାର ସାହୁ, ଘର ଗଣିଆ, ଜିଲ୍ଲା ନୟାଗଡ଼। ଆଚ୍ଛା, ଏଠି ଆପଣ ରାମ ଭୂମିକାରେ ଅଭିନୟ କରୁଛନ୍ତି, କେତେ ବର୍ଷ ହେଲା ଏଠି ଅଭିନୟ କଲେଣି? ମୁଁ ଆଜ୍ଞା 1985 ମସିହାରୁ ଛୋଟ ରାମରେ ଅଭିନୟ କରୁଥିଲି। ସେଇଦିନଠୁ ଧୀରେ ଧୀରେ ସେ ପର୍ଯ୍ୟନ୍ତ ଅଭିନୟ କରୁଛି। ରାମ ଯେହେତୁ ଅଭିନୟ କଲା ପରେ କଣ ଲାଗୁଛି, ଅନୁଭବଟା କଣ? ବହୁତ ଭଲ ଆଜ୍ଞା, କାରଣ ଠାକୁରଙ୍କର ଅଭିନୟ ଭାଗ୍ୟରେ ଥିଲେ ମିଳେ, ଆଉ ତାଙ୍କର ଆଶୀର୍ବାଦ ହେତୁ ରାମଚନ୍ଦ୍ରଙ୍କର ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ତାଙ୍କର ଅଭିନୟ ତମେ କରୁଛ, ତାର କିଛି ପ୍ରଭାବ ପଡୁଛି ନିଜ ଜୀବନ ଉପରେ? ନିଶ୍ଚିତ ଆଜ୍ଞା, ବହୁତ ପ୍ରଭାବ ପଡୁଛି। ଆଚ୍ଛା, ଲୋକଙ୍କ ପାଇଁ ଆଜ୍ଞା ଭାଇ ଭାଇର ସମ୍ପର୍କ, ଆଉ ଏଠି ବାପାଙ୍କର କର୍ତ୍ତବ୍ୟ, ବାପାଙ୍କର ବଚନ ପାଳନ କରିବା, ଆଉ ଏଇଟା ଆମ ପାଇଁ ଏଇ ବାର୍ତ୍ତା ଯେ ସମସ୍ତେ ଏଇଭଳି ବାପା ଭାଇ ମାନଙ୍କର ସମ୍ପର୍କ ସମସ୍ତଙ୍କୁ ଧରିକି ରହିବା, ଆଉ ବାପାଙ୍କର ବଚନକୁ ପାଳନ କରିବା, ଏଇଟା ହଉଛି ଆମ ପାଇଁ। ନୟାଗଡ଼ ଜିଲ୍ଲାରୁ ମୁଖ୍ୟ ପ୍ରତିନିଧି ଅଜିତ କୁମାର ଦାସଙ୍କ ରିପୋର୍ଟ, ସାଇ ସତ୍ୟ।